ଜଣେ ଶହୀଦଙ୍କ ଝିଅଙ୍କୁ କୋଳେଇ ନେଲେ ଏହି ଦୁଇ ଜଣ IAS ଓ IPS ସ୍ୱାମୀ ସ୍ତ୍ରୀ। ଏବେ ସାରା ଦେଶ କରୁଛି ତାଙ୍କର ପ୍ରଶଂସା। ଏ ଦୁନିଆରେ ଏମିତି ବହୁତ କମ୍ ଲୋକ ଥିବେ ଦର୍ଶକ ବନ୍ଧୁ ଯିଏକି ନିଜ ସନ୍ତାନକୁ ଛାଡ଼ି ଆଉ କେଉଁ ପିଲାର ଚିନ୍ତା କରିବା କଥା ବି ଭାବିବେନି। କିନ୍ତୁ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ପିଲାକୁ ନିଜ ପିଲା ଭଳି ଦେଖନ୍ତି ଓ ଭଲ ମଧ୍ୟ ପାଆନ୍ତି। ସେହିଭଳି ଏକ ଝିଅ ଯାହାର ବାପା ଜଣେ ଶହୀଦ ହୋଇଯାଇଥିବା ଯବାନ ଅଟନ୍ତି, ଯିଏ ଦେଶ ପାଇଁ ନିଜ ଜୀବନ ହରାଇ ନିଜ ପରିବାର ଲୋକଙ୍କୁ ଶୋକରେ ଡୁବାଇ ଚାଲିଯାଇଛନ୍ତି। ସେ ଯବାନଙ୍କର ଗୋଟିଏ ଛୋଟ ଝିଅଟିଏ ଥିଲା, ଯାହାକୁ କି ଦୁଇ ଜଣ ବଡ଼ ଅଫିସର ଥିବା ସ୍ୱାମୀ ସ୍ତ୍ରୀ କୋଳାଇ ନେଇଛନ୍ତି। ଦର୍ଶକ ବନ୍ଧୁ, ଏହି ଅଧିକାରୀମାନେ ଏମିତି କାମ କରିଛନ୍ତି ଯାହା କୌଣସି ନେତା କିମ୍ବା ମନ୍ତ୍ରୀମାନେ କରିପାରିବେ ନାହିଁ। ବହୁତ କମ୍ ଦେଖିବାକୁ ମିଳେ। ଆମେ କଥା ହେଉଛୁ ଦେଶର ଦ୍ୱିତୀୟ ମହିଳା IPS ଅଞ୍ଜୁମ ଆରା ଓ ତାଙ୍କର IAS ସ୍ୱାମୀ ୟୁନୁସଙ୍କ ବିଷୟରେ। ଏମାନେ ଶହୀଦ ପରମଜିତଙ୍କ 12 ବର୍ଷର ଝିଅକୁ କୋଳେଇ ନେଇଥିଲେ। ସାଧାରଣ ଜନତାଙ୍କ ମଧ୍ୟରେ ଧାରଣା ହୋଇଯାଇଛି କି ନିର୍ବାଚନରେ ମନ୍ତ୍ରୀ ପଦ ପାଇବା ପରେ ଲୋକେ ନିଜର ହିତାଧିକାରୀ ଓ ଆଇନ ଦେଖାଇଥାନ୍ତି। ସେମାନଙ୍କୁ ସମାଜର ଦୁଃଖ କଷ୍ଟ ବିଷୟରେ ଜଣାନଥାଏ। କିନ୍ତୁ ଏହି ଦମ୍ପତି ଲୋକଙ୍କ ଭାବନାରୁ କିଛି ଅଲଗା କରି ଦେଖାଇଥିଲେ। ସୀମାରେ ନିଯୁକ୍ତି ଥିବା ଶହୀଦ ପରମଜିତ ସିଂଙ୍କ ଝିଅଙ୍କୁ କୋଳାଇ ନେବା ପରେ ସେ ଏକ ମିସାଲ ସୃଷ୍ଟି କରିଛନ୍ତି। ଅଞ୍ଜୁମ ସୋଲନ ମିସାଲରେ ସୋନଲ ଜିଲ୍ଲାର SP ଅଛନ୍ତି ଓ ତାଙ୍କ ସ୍ୱାମୀ ୟୁନୁସ କୁଲ୍ଲୁ ଜିଲ୍ଲାର କଲେକ୍ଟର ଅଛନ୍ତି। ପାକିସ୍ତାନ ବର୍ଡରରେ ଆକ୍ସନ ଟିମ୍ ଆକ୍ରମଣରେ ପଞ୍ଜାବର ସୀମାରେ ଥିବା ଯବାନ ପରମଜିତ ସିଂ ଶହୀଦ ହୋଇଗଲେ। ତାଙ୍କର 12 ବର୍ଷର ଝିଅ ତାଙ୍କର ଅନ୍ତିମ ସଂସ୍କାର କଲେ। ଶହୀଦ ଝିଅ ବିଷୟରେ ଏହି ଖବର ପାଇ ହିମାଚଳ ପ୍ରଦେଶରେ ନିଯୁକ୍ତି ହୋଇଥିବା ଅଫିସର ଦମ୍ପତି ସେହି ଝିଅକୁ କୋଳେଇ ନେବା ପାଇଁ ଫଇସଲା ନେଇଥିଲେ। ଏବେ ସେହି ଦମ୍ପତି ଝିଅର ପାଠ ପଢ଼ାରୁ ନେଇକରି ସବୁ ଖର୍ଚ୍ଚ ବହନ କରିବେ। ୟୁନୁସ ଓ ଅଞ୍ଜୁମ ଆରା ଶହୀଦଙ୍କ ସ୍ତ୍ରୀ ଓ ପରିବାର ଲୋକଙ୍କୁ ଏହି କଥାରେ ରାଜି କରାଇଥିଲେ। ଏହି ଦମ୍ପତିଙ୍କ କହିବା କଥା କି ତାଙ୍କ ପାଖରେ ଏକ ଛୋଟ ପୁଅଟେ ବି ମଧ୍ୟ ଅଛି। ଏମିତି ଶହୀଦଙ୍କ ଝିଅଙ୍କୁ ଆପଣାଇଲେ ତାଙ୍କୁ ଏକ ଝିଅ ମିଳିଯିବ ଓ ପୁଅ ପାଇଁ ଏକ ଭଉଣୀ ମିଳିଯିବ। ଅଞ୍ଜୁମ ଆରା କହିଲେ କି ଶହୀଦର ଝିଅକୁ ନିଜ ଇଚ୍ଛା ମୁତାବକ ତାଙ୍କ ସହ କିମ୍ବା ନିଜ ମା ସହ ରହିପାରେ। ଝିଅ ଯେଉଁଠି ରହିଲେ ବି ପାଠପଢ଼ା ଖର୍ଚ୍ଚ ଓ ସବୁ ଜିନିଷରେ ସହଯୋଗ କରିବେ। ଯଦି ଝିଅ IAS କିମ୍ବା IPS ହେବାକୁ ଚାହୁଁଛି ତେବେ ସ୍ୱାମୀ ଓ ସ୍ତ୍ରୀ ମିଶିକି ତାକୁ ଗାଇଡ଼ କରିବେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।